लिख लो मैग्निफिसेंट आउटकम। कौन लिखा मैडम? मैग्निफिसेंट आउटकम। मैग्निफिसेंट आउटकम भूली गला कि कोनटा? बेहतरीन परिणाम जोटा जहा भलो भाबुचंती आज जो कामटा आज दिनटा जोटा चाहूच सेटा को लिखो। आज केमती दिनटा जीवो एटा डेली लिखिबार अछि हैला। मिनती तुलसी आउ भूलिबोनी कालीठू अंधारू लिखिबो हैला। आमे जेमती 10टा ग्रेटिट्यूड और ड्रीम लिखि सरला पर 10टा कर तापर संगे संग मैग्निफिसेंट आउटकम लगा हबो हैला। आज भल लागला सकाळे प्रैक्टिस? हां भल लागला ना? दिन सारा भल से प्रैक्टिस करले मैं सकाळ गई गले तापर एना आराम डे प्रेयर करिना लिखि किना एंते टाइप लिखिबा हैला। আজি काली जो मिनती तुमे जो कहूतलो जो दानर आज आज मु देखुतलो से 100 गुणा जदि आमे 10 टंका देइछु ताले हमकु 100 गुणा सेटा आसीबो। सेटा केबे आसीबो ना आमे जदि आमर कंप्लेन को आज जदि मैडम कहिसथि जे जदि करिया पे चाहूछो तार लक्ष्मी रे चैलेंज रहउची ताले आज आगो लिस्ट बना सेटा सबुथिरे हेल्थ रे हो सेटा सेम प्रोसेस होला। मनी रेटा मैडम बतौछथि तो हमकु ना कंप्लेन को जगह रे करिछु हमकु 100 टा खंडे आज लेखि किना ताकू पूरा सही समय पे आगो कम से कम 10 टा बनाओ कोठी लक्ष्मी रे हम कंप्लेन करिछु आज पे। जेमती कि सिलिंडर मिलुनी रेट बढ़ाई जाइए होटेल गुड़ाक गले रेस्टोरेंट रे खाइबा रेट बढ़ी गलानी। मार्केट को जो जाऊँ से समस्ते खाली गोटे जिनस प्लास्टिक रो भी किसी जिनस आनले महंगाई बढ़ गया ये कहते आम से आलोचना करुचु से जिनस गुड़ाक सब लेख लिस्ट बनाओ 10 टा आगे। सब बेले एटा मन रखिथा कृतज्ञता होची संपन्नता। कृतज्ञता हमको अमीर बनैबो आ आमे यदि कंप्लेन करिवु ताले हमको तळकु नबो या गरीब बनैबो विपन्नता माने आमे अवनति आड़कू जिबा हैला। तो आमे को जगह रे मनी पाई नेना चिंता करिछु लेखो चिंता को जगह रे करिछु एने चिंता हम करूछु ना युद्ध होची सब जिनस रेट बढ़ी जीवो से चिंता करूछु नेगेटिव जाउछु सुनार दाम बढ़ी गलानी परिवा पत्र रो दाम बढ़ुची हम चिंता करूछु ना महंगाई बढ़ी बढ़ी जाउची जे चिंता रो तापर कोठी हमें जेलस होछु कोठी हम किसी जेलस हेछु कि ताकू भलो गिफ्ट मिलिला मते सब बेले मु सब ठकी हे जाए से कहे ने बोले कि ना एटा होची सब जेलस एमती तुम्हें लिस्ट बनैबो जेलस रहला चिंता रहला
ତାପରେ ହଉଛି ନିରାଶ। କୋଉ ଜାଗାରେ ନିରାଶ ହେଇଛ ମନେ ପକାଅ। ତ ବା ସही ସମୟରେ ପଇସା ଦଉନି। ମୁଁ ମୋର ଲେଖୁଛି ହେଲା, ତୁମେ ତୁମର ଲେଖ। ମୁଁ ଭାବୁଛି ଧବା କାହିଁ ପଇସା ଦଉନି, ଆମର ଉଲ୍ଟା ଥାଏ। ହଁ, ଧବା ଆମକୁ ପଇସା ଦିଏ, ସେଥିପାଇଁ ମୁଁ ଲେଖୁଛି। ବ୍ୟାଙ୍କର ଇଣ୍ଟରେଷ୍ଟ ରେଟ୍ କମି ଯାଉଛି। ଇନକମ୍ ଟ୍ୟାକ୍ସ, ଆମେ ମିଡିଲ କ୍ଲାସ ବେଶୀ ଦଉଛୁ, ଏଗୁଡା ସବୁ ଆମ ନିରାଶ। ଆମେ ତ ସବୁ ଦଉଛୁ, ଯୋଉମାନେ ସବୁ ଅମିର ତାଙ୍କର ବଢିଆ, କିଛି ସେମାନେ ଏତେ ଦଉନାହାନ୍ତି, ହେଲେ କିନ୍ତୁ ଆମେ ଜେଲସ ବି ହଉଛୁ, ନିରାଶ ବି। ହଁ, ହତାଶ ବି। କୌଣସି ଜିନିଷ ଯଦି ଆମେ ଆଣିଛୁ ଖରାପ ହେଇଯାଇଛି, ସେଇଟା ହତାଶ। ପରିବା କେବେ ଆଣିଛୁ ପୁରା ଖରାପ ହେଇଯାଇଛି, କହୁଛୁ ନା ଆରେ ପଇସା ଦେଇକିନା ଆମେ ଆଣିଥିଲୁ ବେକାର ନଷ୍ଟ ହେଇଗଲା। ଆମେ ସବୁବେଳେ ସେ ଜାଗାରେ ଲକ୍ଷ୍ମୀଙ୍କର ମାନେ ଇଏ କରୁଛୁ, ମଝିରେ ଲକ୍ଷ୍ମୀଙ୍କୁ ପକଉଛୁ। ସେଥିପାଇଁ ଲେଖ। କୋଉ ଜାଗାରେ ଯଦି ଡାଉଟ କରୁଛ, ସେ ସବୁ ପଏଣ୍ଟ ବନେଇ ଦେଇଥାଅ ହେଲା। ଗୋଟେ ଯୋଉଟା ମନେ ପଡୁଛି, ଚିନ୍ତା, ୱାନ୍ ହେଲା ଚିନ୍ତା, ସେକେଣ୍ଡ ହେଲା ଜେଲସ, ଥାର୍ଡ ହେଲା ନିରାଶ, ଚାର ହେଲା ହତାଶ, ପାଞ୍ଚ ହେଲା ଡାଉଟ। ଡାଉଟ ରହୁଛି ନା, ଆମେ ଯଦି କାହାକୁ ପଇସା ଦେଇଛୁ ସେ ଦେଇପାରିବ କି ନାହିଁ, ଆମେ ଭାବୁଛୁ ନା ମୁଁ ତାକୁ ଦେଇ ଦେଇଛି ସେ ମତେ ଫେରେଇବ କି ନାହିଁ, ସେ ଚିନ୍ତା ବି ଆମେ କରୁଛୁ, ନେଗେଟିଭ କୁ ଯାଉଛୁ। ସବୁବେଳେ ଆମେ ଭାବୁଛୁ ଯଦି ଆମ ପାଖରେ କୋଉଠୁ ଏତେ ଟଙ୍କା ଆସିବ, ଆମର ସେଇ ଷ୍ଟାଣ୍ଡାର୍ଡ ନାହିଁ, ଏମିତି ଆମକୁ ନିଶ୍ଚିତ ଯଦି ଆମେ ଭାବୁଛୁ। ଆର୍ଗୁମେଣ୍ଟ କୋଉଠି କରୁଛୁ ପଇସା ପାଇଁ, ଦେବା ପାଇଁ କୁଣ୍ଠାବୋଧ କରୁଛୁ, କଞ୍ଜୁସି କରୁଛୁ। ଏଇଗୁଡାକ ପାଖରେ ଯଦି ଆମେ କମ୍ପ୍ଲେନ କରୁଛୁ, ତ ଏଇ ସବୁ ଜିନିଷରେ ଆମେ ମନକୁ ଇଏ କରୁଛୁ, ତାହେଲେ ଆମ ପାଖରେ କେବେ ବି अधिक इससे आपका आर्थिक जीवन कभी बेहतर नहीं होगा। ମାନେ ଆମର କେବେ ବି ମନି ଇଏରେ ବେହତର ହବନି, ବରଂ ବଦତର ହେଇକିନା ଯିବ ହେଲା। ସେଇଥିପାଇଁ ଏଇଗୁଡାକ ଆମେ ଲେଖି ସାରିଲା ପରେ ମନେ ଲିଷ୍ଟ ବନେଇଛ, ଯେତିକି ବି ମନେ ଅଛି, ଯେତିକି ଲେଖିଛ ଏଇନା, ତାକୁ କଣ କହିବ କରିବ, ଆଜି ପୁରା ଭଲ ସେ ବନେଇବ। କମ ସେ କମ 100 ରୁ 200 ଟା ଭିତରେ ତ ବନାଅ। ଯାହାକୁ ବହୁତ ମନି ଚ୍ୟାଲେଞ୍ଜ ଅଛି ସେ 100 ରୁ 200 ଆଜି ଲେଖିବ ହେଲା। ଲେଖିକିନା ଏଇ ସବୁ ଜିନିଷ ଏଇଗୁଡାକୁ ଖୋଜି ଖୋଜି, ତାପରେ ଛୋଟବେଳେ ବି ଯଦି ଆମେ କେବେ ପଇସା ଠକିଛୁ, କେବେ ପର୍ସରୁ କାହାର ପଇସା ନେଇଯାଇଛୁ, ସ୍କୁଲରେ ଠକିକିନା କିଛି ଖାଇଛୁ, ସବୁ ସେଗୁଡାକ ଲେଖ ହେଲା। କାହାକୁ ଗିଫ୍ଟ କିଏ ଦେଇଛି ତାକୁ ଆମେ ପସନ୍ଦ କରିନୁ,
କେବେ କହିଛୁ ଆରେ ସେ ଏତେ ମେହେଙ୍ଗା ଗିଫ୍ଟ ଦଉଛି ଆମେ ଦେଇପାରିବୁନି। ଏଇଟାକୁ ସବୁ ବନେଇ ସାରିଲା ପରେ କଣ କରିବ, ସେଇଗୁଡାକୁ ସବୁ ମନେ ପକେଇକିନା ମ୍ୟାଡାମ ଆଜି କହିଥିଲେ ନା, ସେଟା କେମିତି ଲେଖିବ ମ୍ୟାଡାମ? ପ୍ରୋସେସ ଟା କେମିତି ଲେଖିବ? ସେଟା ନାଇଁ, ଖାଲି କଣ ମନେ ପକେଇ ପକେଇ ଲେଖ। ଯେମିତି ମୁଁ ଲେଖିଲି ଯେ ଚିନ୍ତା ଯୋଉ କରୁଛି, ଯୁଦ୍ଧ ହେଇଯାଉଛି, ଆମେ ଚିନ୍ତା କରୁଛୁ ନା ଯୁଦ୍ଧ ହେଇଯାଉ ହବ, ସବୁଆଡେ ମେହେଙ୍ଗା ବଢିଯିବ, କେମିତି କଣ ହବ, ଯାହାର ଛୁଆ ବାହାରେ ଅଛନ୍ତି କେମିତି ସେ ମାନେ ଆସିପାରିବେ କି ନାହିଁ, ବାହାରକୁ ଯାଇ ଆସି ହବ କି ନାହିଁ, ଏଗୁଡାକ ଆମେ ଚିନ୍ତା କରୁଛୁ। ସୁନାର ଦାମ ଯେତେବେଳେ ବଢି ଯାଉଛି ଆଉ ତ ଆମେ ସୁନା କିଣି ପାରୁନୁ, ଏଗୁଡାକ ଆମେ କହିଛୁ ନା ସେମିତି ଖାଲି ଛୋଟ ଛୋଟ ପଏଣ୍ଟରେ କି ମୁଁ ସୁନା କିଣି ପାରିବିନି, ଆଉ କିଏ ସୁନା କିଣୁଛି, ଖାଲି ବାହାଘର ପାଇଁ ଆମର ସେଇଟା ରହୁଛି ନା, ଖାଲି ଛୁଆ ମାନଙ୍କ ପାଇଁ ଆମେ ଯେତିକି ଦରକାର ସେତିକି କିଣିବା। ଆଜିକାଲି ତ ଚୋରି ହେଇଯାଉଛି, ବ୍ୟାଙ୍କରେ ରଖିବା କିଏ କିଣିବ ସୁନା, ଆମେ ଏଇ ଟାଇପର କମ୍ପ୍ଲେନ କରୁଛୁ। ଆଉ ଯଦି ଜେଲସରେ ମାନେ ଆମ ପାଖ ଘରେ ଜଣେ ଗୋଟେ ଗାଡିଟେ ଆଣିଲା, ଆମେ ବି ସେଇ ସମୟ ଟିକେ ଜେଲସ ହେଇଛୁ। ଆରେ କିଛି ନା କିଛି ଜେଲସ ମାନେ କଣ, ଡାଇରେକ୍ଟ ଜେଲସ ନହେଲେ ବି ଆମେ କିଛି ନା ଗୋଟେ କହିଦଉ, ଆରେ ତା ଗାଡିର କଲରଟା ପସନ୍ଦ ଭଲ ଲାଗିଲାନି, ସେଟା ବି ଜେଲସରେ ଯାଉଛି ହେଲା। ତାର ସେ ସିଟ୍ କଭରଟା ଏତେ କମ୍ଫର୍ଟେବୁଲ ନାହିଁ। ଆମ ଯେମିତି ଗାଡି ଆମେ କହୁନା ଆମ ଗାଡିଟା, ଆମ ସ୍କୁଟିଟା, ଆମ ଇଏଟା ବଢିଆ ଚଲେଇବା ପାଇଁ କମ୍ଫର୍ଟେବୁଲ। ଆମ ଘରେ ଯେମିତି ସୁବିଧା ଅଛି ସେମାନଙ୍କ ଘରେ, ଏଇଟା ସବୁ ଜେଲସ ଆମେ କମ୍ପ୍ଲେନ କରୁଛୁ ହେଲା। କୋଉ ଗାଡିରେ ଯଦି ଯାଉଛୁ, ସେଇ ସ୍କୁଟିଟା କି ସେଇ କାରଟାରେ କି ସେଇ ଅଟୋଟାରେ ମତେ ବଢିଆ ଲାଗିଲା, କିନ୍ତୁ ଆରଥର ଯୋଉ ଅଟୋରେ ଯାଇଥିଲି ସେଇ ଅଟୋଟା ଏତେ କମ୍ଫର୍ଟେବୁଲ ନଥିଲା। ଓଲାରେ ଗଲେ ଭଲ ଲାଗେ କି ରିଜର୍ଭ କରିନା ଗାଡି ଗଲେ ଭଲ ଲାଗେ, ଓଲାରେ ଗଲେ ଭଲ, ଆମେ ଏମିତି ଟାଇପର କମ୍ପ୍ଲେନ କରୁ। ଏଇ ଟାଇପର ଜେଲସ, ନିରାଶ, କୋଉଠି ଯଦି ଆମେ ନିରାଶ ହେଇଛୁ, ପଇସା ଦେଇକିନା ଆମେ କାହାଠୁ ପାଇପାରିନୁ, କାହାକୁ ଦେଇ ଦେଇଛୁ ସେ ଆମକୁ ଦେଇନି, ଠକି ଦେଇଛି, ଆମେ ସେ ଜାଗାରେ ନିରାଶ ହେଇଛୁ, ସେଗୁଡାକ ବି ଲେଖ। ହଁ, ଏମିତି ଲେଖିଦେଇକିନା ତାପରେ ଆମେ କଣ ବୁଝିପାରିଲୁ, ଏଇନା ବୁଝିପାରିଲ। ମନେକର ଏଇନା ମତେ ମିନତି ପଇସା, ମୁଁ ମିନତିକୁ ଟଙ୍କା ଦେଇଥିଲି, ମିନତି ମତେ ଦେଇନାହାନ୍ତି, ମୁଁ ସେ ସମୟରେ ଆରେ ମିନତି ମତେ ଆଉ ଦେବେ କି ନାହିଁ ଏମିତି ଟାଇପର ଭାବୁଛି। ମୁଁ ଯେମିତି କହୁଛି ଆରେ ମତେ ଗୋଟେ ତମେ ଭିଡିଓ ବନେଇନା ଦଉନ, ମୁଁ କହୁଛି ନା ସବୁ ଫ୍ରି କ୍ଲାସରେ ଏତେ କ୍ଲାସ ହଉଛି, ପେଡ କ୍ଲାସ ହଉଛି, ମୁଁ ବତଉଛି, ସେଠି ମୁଁ ମନିକୁ ନେଇକିନା ଆସୁଛି, କମ୍ପ୍ଲେନ କରୁଛି, ଏଇଟା ମୋର ବି କମ୍ପ୍ଲେନ ହଉଛି ହେଲା। ଏଇ ଟାଇପର ଏଇଟାକ ମତେ ଲେଖିବା ପାଇଁ ପଡିବ, ଲେଖିକିନା ତାପରେ ସେଟାକୁ ଗୋଟେ ଗୋଟେ ନୋଟ ଗୋଟେ ଗୋଟେ ଦେଖିକିନା, ଯେମିତି ଆମେ ଥ୍ୟାଙ୍କ ୟୁ କରୁନା, ଏଇଯାକ ଧରିନା ଯୋଉ ଫରଗିଭନେସ ପ୍ରେୟାର ଯୋଉ କହୁଥିଲ ନା ରେଣୁବାଲା, ଏଇଟା ହଉଛି ଫରଗିଭନେସ ପ୍ରେୟାର ହେଲା। ଆମେ ଏମିତି ଲେଖିଦେଲୁ, ଲେଖି ସାରିଲା ପରେ ସେ ଜାଗାରେ ମୁଁ ଯେମିତି କହୁଛି ଯୁଦ୍ଧ ପାଇଁ, ମନେ ମନେ ସେ ଜାଗାଟା ମୁଁ ଭାବିକିନା ଯୁଦ୍ଧର ଯୋଉ ମୁଁ କହିଛି ବହୁତ ସବୁ ଭେଙ୍ଗା, ସେଥିପାଇଁ ଆମେ କହିବା ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ପୁଣି ତାକୁ ଦେଖିବ ସୁନାର ଦାମ ପରେ ମୁଁ ଜେଲସ କୋଉ କୋଉଥିରେ ହେଇଛି ହେଲା। ଜେଲସ ସେଇଥିପାଇଁ ଯେତେବେଳେ ଆମେ ଆମ ଥାଏ ନା ଘରେ ଭାଇ ଭଉଣୀ ମାନଙ୍କ ଭିତରେ ଆମେ ହଉନା, ମତେ ବେଶୀ ଦେଲେନି ତାକୁ ଦେଇଦେଲେ ବେଶୀ ଗିଫ୍ଟ, ତାକୁ ମୋ ମା ବେଶୀ ଭଲ ପାଆନ୍ତି, ତାକୁ ସବୁବେଳେ ତା ସବୁ ଜିନିଷ ପଚାରନ୍ତି, ଦିଅନ୍ତି, ଆମେ ଏଇ ଟାଇପର ଜେଲସ ବି ହଉନା। ସେ ଜେଲସ ପାଇଁ ବି ମନେ ରଖ, ଭାଇ ଭଉଣୀ ଘରେ ହୁଏ ଆମର, କି କେବେ ଛୋଟ ଥିଲା ବେଳେ ମନେ ପକାଉ ସେଗୁଡାକ ମନେ ପକେଇକିନା ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ଆଇ ଏମ୍ ସରି, ପୁରା ମନେ ପକା ସେଇ ସମୟରେ ମୁଁ ଭୁଲ କରିଥିଲି, ଗଲତ କଥା କହିଥିଲି, ଆଇ ଏମ୍ ସରି, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ମତେ ମାଫ କରିଦେ ମାଲକ୍ଷ୍ମୀ, ଆଇ ଏମ୍ ସରି, ପ୍ଲିଜ ଫରଗିଭ ମି। ଏସବୁ ଭୁଲି ଯାଅ, ଏସବୁ ଭୁଲି ଯାଅ। ଧନ୍ୟବାଦ, ମୁଁ ତୁମକୁ ବହୁତ ଭଲ ପାଏ ମାଲକ୍ଷ୍ମୀ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ପୁରା ସାମ୍ନାରେ ମା ଲକ୍ଷ୍ମୀଙ୍କୁ ମନେ ପକା, ମୁଁ ବହୁତ ଗଲତ ସଲତ କହିଛି, ମନି ରିଲେଟେଡ କଥା କି ଲକ୍ଷ୍ମୀ, ବ୍ୟାଙ୍କରେ ବି କେବେ ଆମେ ଯେତେ ଟଙ୍କା ରଖି ଯାଉଛୁ, ବହୁତ ବ୍ୟାଙ୍କରେ ଭିଡ ଅଛି, ଲମ୍ବା ଲାଇନ ଲଗେଇବା ପାଇଁ ପଡୁଛି, କି ଅନଲାଇନ ଆମେ ଯେତେବେଳେ ପେମେଣ୍ଟ ଦଉଛୁ, କି ଅନଲାଇନ ଯେତେବେଳେ ଆମେ ଜୋମାଟୋରୁ ସ୍ୱିଗିରୁ ଖାନା ମଗଉ, ଆମେ କହୁନା ଜୋମାଟୋରେ ବହୁତ କଷ୍ଟଲି, ଜୋମାଟୋରେ ବହୁତ କଷ୍ଟଲି, ସେଥିପାଇଁ ମଗେଇବା ଆମେ ନିଜେ ଯାଇକିନା ମଗଉ। ସେତେ ମନେ ପକାଅ କୋଉ କୋଉ ଜାଗାରେ ପୁରା ମନିର କମ୍ପ୍ଲେନ କରୁଛ, ସେଇଟା ମନେ ପକେଇନା ଗୋଟେ ଗୋଟେ ଦେଖି ଦେଖି ପଢି ପଢି ଆଇ ଏମ୍ ସରି ମାଲକ୍ଷ୍ମୀ, ପ୍ଲିଜ ଫରଗିଭ ମି, ଥ୍ୟାଙ୍କ ୟୁ, ଆଇ ଲଭ୍ ୟୁ। ଆଇ ଏମ୍ ସରି ମାଲକ୍ଷ୍ମୀ,
Please forgive me. Thank you. I love you. I am sorry, Malakshmi. Please forgive me. Thank you. I love you. କେତେବେଳେ ତୁମକୁ ଯଦି ତୁମେ ଛୁଆମାନଙ୍କୁ କହିଛ ଯେ ପଇସା କେ ପେड़ में उगता है ଆମେ ଗଛରେ ଫଳେ କି ସବୁବେଳେ ମାଗୁଛୁ ଏତେ ଖର୍ଚ୍ଚ କାହିଁ କରୁଛୁ ଆମେ କହୁନା ଛୁଆମାନଙ୍କୁ ସେଇଥିପାଇଁ ବି ତୁମେ ସରି କହ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. ଯେତେବେଳେ ଆମେ ସବଜି ଆଣିବା ପାଇଁ ଯାଉଛୁ ଏଇନା ଆମେ ମ୍ୟାଙ୍ଗୋର ସିଜନ ଆମେ ମ୍ୟାଙ୍ଗୋ କିଣିବା ପାଇଁ ଯାଉଛୁ କହୁଛୁ ଏତେ ଦାମ ଅଛି ଆଉ କୋଉଠି ଖଟା ଆମ୍ବ କହିକିନା ଆମେ ପଳେଇ ଆସୁଛୁ ଆମକୁ ତ କହୁନି ପରିବା ବାଲା তুমি ମ୍ୟାଙ୍ଗୋ କିଣ ଆମେ ତ ଜାଣିଛୁ ଅଲରେଡି ଏଇଟା ସବୁବେଳେ କିଣୁଛୁ ମ୍ୟାଙ୍ଗୋ ଏଇନା ଖଟା ଥାଏ ତୁମକୁ ଯଦି ଇଚ୍ଛା ଲାଗିଲା ତୁମେ ନେଇକିନା ଆସ ଯଦି ଦାମ ଅଛି ନା ମନେ ମନେ ଭାବୁଛ ତାହେଲେ ଆଣନି କିନ୍ତୁ ଆମେ ସେ ଜାଗାରେ କଣ କରୁଛୁ କହିଦଉଛୁ ଯାରେ ଇतना महंगा है खट्टा है ଏମିତି ଆମେ କହିଦଉଛୁ ନା ମାର୍କେଟ ଯାଇକିନା ସେଥିପାଇଁ ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ପୁରା ଆଖିକୁ ଏଇନା ବନ୍ଦ କର ପୁରା କଣ୍ଟିନ୍ୟୁ ଏଇନା ଆମେ କହିବା 15 मिनट ହେଲା I am sorry Mahalakshmi please forgive me thank you I love you I am sorry Mahalakshmi please forgive me thank you I love you मूवी देखा पे जाइछु मूवी रो टिकट बहुत दाम से हॉल भितर जहाँ भी खाइबा मिले बहुत कॉस्टली थाए आमे कहू ना अरे बाहर आमे कहीं जाइना खाइबा नहीं हॉल रे किए खाइबो एमती आमे कहू मॉल रे सब जिनिस बहुत कॉस्टली से कह କିଛି କିଣିବାନି ଖାଲି ବୁଲିକିନା ପଳେଇ ଆସିବା ଏମିତି ଆମେ କହୁନା ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. प्लीज फॉरगिव मी थैंक यू आई लव यू जब ब्रांडेड कपड़ा देखते हैं अरे इतना महंगा कपड़ा कौन लेगा रहने दो ऐसा हम कंप्लेन करते हैं ना उस समय के लिए भी बहुत सही समय पे भी इस तरह में ब्रांडेड कपड़ा देखुଛୁ ଦୋକାନକୁ ଯାଉଛୁ ଆଉ କିଣୁନୁ ସେଠି କମ୍ପ୍ଲେନ करना ପଳେଇ ଆସୁଛୁ अरे ଏତେ ब्रांडेड कपड़ा गुड़ाक बहुत दाम किए किଣିବ चलो नॉर्मल कपड़ा किଣିବା आई एम सॉरी महालक्ष्मी मैं आपको बीच में लाई Silly sorry. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. Thank you. I love you. ଏବେ ଆମେ ଛୁଆମାନଙ୍କୁ ସ୍କୁଲ ଆଡମିସନ କରିବା ପାଇଁ ଯାଉଛୁ କି କୋଚିଂ ସେଣ୍ଟରକୁ ଯାଉଛୁ ଆମେ ଦେଖୁଛୁ ତାପରେ କଣ କହୁଛୁ ନା ଯୋଉଠି ଇଚ୍ଛା ଆମେ ଦେବା କଥା ଦେଇଦେବା କିନ୍ତୁ ଆମେ କିନ୍ତୁ ସେଠି ଦୁଇପଦ କହିକିନା ଆସୁଛୁ ଆରେ ଏଇ କୋଚିଂ ସେଣ୍ଟରଟା ବହୁତ ମହଙ୍ଗା ସେଇଠି ଏତେ ଭଲ ପଢା ହୁଏନି ପଇସା ନଉଛି ଏମିତି କମ୍ପ୍ଲେନ କରୁ ସେ ଜାଗାରେ ଆମର କଣ କରିବା କଥା କିଛି କହିବା କଥା ନା ଯୋଉଠି ଇଚ୍ଛା ଆମର ପସନ୍ଦ ଲାଗିଲା ସେଇଠି ଆଡମିସନ କରିକିନା ଆସିବା କଥା କିନ୍ତୁ ଆମେ କମ୍ପ୍ଲେନ ନିଶ୍ଚୟ ଆମ ମୁହଁରୁ ବାହାରୁଛି ଆମେ କହିଦଉଛୁ ସେଥିପାଇଁ ସେଇ ସିଚୁଏସନକୁ ମନେ ପକେଇକିନା I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. ଏବେ ଆମେ ଏଜୁକେସନ ପାଇଁ ବ୍ୟାଙ୍କରୁ କିଛି ନେଇଛୁ ଆମେ କହୁଛୁ ବ୍ୟାଙ୍କ ବହୁତ ଇଣ୍ଟରେଷ୍ଟ ନଉଛି
इंटरने कंप्लेन करछु सेति भी आई एम सॉरी कह आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू झील आम जो भरुचु नेट पैक सरीगले एना मो पाखे पैसा नहीं था पछे भरबी एमती आम कम्प्लेन करुचु ना से समय चुपचाप रहीगले गला जब पैसा आसो भरवा ना ना कि आम मुहर बाहरी जाऊँ मो पाखे एना पैसा नहीं से मु नेट भरी पारे तो से आई एम सॉरी प्लीज फॉरगिव मी थैंक यू आई लव यू I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. ଏବେ ରେଷ୍ଟୁରାଣ୍ଟ ଯାଇଛୁ ଖାଇବା ପାଇଁ ଖାଇବା ପସନ୍ଦ ନହେଲେ ଆମେ ସେଇଠି କମ୍ପ୍ଲେନ୍ କରିଦଉଛୁ ଆରେ ଆଜି ବେକାର ଆମେ ଖାଇଲୁ ପଇସା ବେକାର ଗଲା ସେଇ ଜାଗାରେ ବି I am sorry Mahalakshmi please forgive me thank you I love you I am sorry Mahalakshmi please forgive me thank you I love you I am sorry Mahalakshmi please forgive me thank you I love you I am sorry Mahalakshmi please forgive me thank you I love you I am sorry Mahalakshmi please forgive me thank you I love you I am sorry Mahalakshmi Please forgive me. Thank you. I love you. ଏବେ ଆମେ ବସ୍ ରେ ଟ୍ରେନରେ ଯାଉଛୁ ନାଇଁ ସ୍ଲିପରରେ ଯିବା କେବେ କହୁଛୁ ନାଇଁ ଆମେ ସ୍ଲିପରରେ ଥାର୍ଡ କ୍ଲାସ୍ ଏସିରେ ଯିବା ସେକେଣ୍ଡ କ୍ଲାସ୍ରେ ଯିବାନି କେତେବେଳେ କହୁଛୁ ନାଇଁ ଆମେ ଫାର୍ଷ୍ଟ କ୍ଲାସ୍ ତ ବହୁତ କଷ୍ଟଲି ସେକେଣ୍ଡ କ୍ଲାସ୍ରେ ଯିବା ଏବେ କହୁଛୁ ନାଇଁ ଟ୍ରେନରେ ଯିବା ଫ୍ଲାଇଟ୍ରେ ବହୁତ କଷ୍ଟଲି ଟ୍ରେନରେ ଯିବା ଏମିତି ଯେତେବେଳେ ଆମର ଭାବନା ଆସୁଛି ତ ଆମେ ଲକ୍ଷ୍ମୀ ମାଙ୍କୁ ହିଁ ମଝିରେ ନେବୁ ସେଥିପାଇଁ ଆମେ କହିବା ଆଇ ଏମ୍ ସରି ମା ଲକ୍ଷ୍ମୀ ସେଇ ସମୟ ପାଇଁ ଆମେ କ'ଣ ଗଲତ କହିଛୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. ଆମ ଘରେ ସବୁ ଯୋଉ କାମ କରି ଆସୁଛନ୍ତି ଆମେ କହୁଛୁ ନା ଆଜିକାଲି ବହୁତ ରେଟ୍ ହେଇଗଲାଣି ଏତିକି ଟଙ୍କା ନେଉଛନ୍ତି କମଉନାହାନ୍ତି ସେଇଥିପାଇଁ ବି ଲକ୍ଷ୍ମୀ ମାଙ୍କୁ ସରି ମାଗ I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. I am sorry, Mahalakshmi. Please forgive me. Thank you. I love you. ଆମେ ଯେତେବେଳେ ପୁରୀ ମନ୍ଦିର ଯାଉଛୁ ପଣ୍ଡା ମାନେ ଆମକୁ ଠକିକିନା ପଇସା ନେଇଯାଉଛନ୍ତି ବୋଲି କହୁଛୁ ନା ଆମେ ସେଇଥିପାଇଁ ବି ସରି କହ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ପ୍ଲିଜ୍ I am sorry ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ I am sorry ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ I am sorry ମା ଲକ୍ଷ୍ମୀ प्लीज forgive me thank you I love you किसी साइट से हम लोग सामान मंगाते हैं अमेजन में सस्ता है या दुकान में महंगा है ऐसे तो बोल रहे हैं ना देख रहे तो उसके लिए भी सॉरी बोलिए आई एम सॉरी आज जो हमारे साथ मनी का चैलेंजेस आ रहा है बस इसी कारण के लिए आप लोग करके देखो पूरा ढूंढ ढूंढ के एक एक चीज को निकालो कहाँ कैसे गलती कौन जगह गलती कर बाहर करिकिना ताकू नोट करिकिना एमती आई एम सॉरी प्लीज फॉरगिव मी थैंक यू आई लव यू आई एम सॉरी माँ लक्ष्मी प्लीज फॉरगिव मी थैंक यू आई लव यू केतले आमे पार्लर जाउछु जदि पार्लर रे आमे फेशियल करूछु कुछ पेडिक्योर करूछु जा भी करूछु आमे सेठी भी कंप्लेन करूछु अरे बहुत रेट अधिका नहीं जाउछि घर को आसुछि बोले अधिका नहीं जाउछि एमती आमे कहूछु ना सेठी आई एम सॉरी प्लीज फॉरगिव मी थैंक यू आई लव यू
I am sorry. Please forgive me. Thank you. I love you. I am sorry. Please forgive me. Thank you. I love you. I am sorry. Please forgive me. Thank you. I love you. Thank you. I love you. I am sorry, Malakshmi. Please forgive me. Thank you. I love you. I am sorry, Malakshmi. Please forgive me. Thank you. I love you. କେତେବେଳେ ଆମେ ଟ୍ୟୁସନ୍ ଛୁଆମାନଙ୍କୁ ଛାଡୁଛୁ, କପି କିତାବ ଯୋଉ କିଣୁଛୁ, ବହି ଗୁଡାକ ଆଣୁଛୁ, ଆମେ କହୁଛୁ ନା ଆଜିକାଲି ବହି ଗୁଡାକ ରେଟ୍ ଏତେ ହେଇଗଲାଣି, ପେନସିଲ ବକ୍ସ ସବୁ ୱାଟର ବୋତଲ ବହୁତ ରେଟ୍ ହେଇଗଲାଣି, ଛୁଆମାନଙ୍କୁ ଆମକୁ ଆଜିକାଲି ପଢେଇବାଟା ବହୁତ ମହଙ୍ଗା ହେଇଗଲାଣି, ଆମେ କହୁଛୁ ନା, ସେଥିପାଇଁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ମା ଲକ୍ଷ୍ମୀ ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ କେତେବେଳେ ମେଡିକାଲ କାମରେ ଆମେ କେତେବେଳେ ଯଦି ଯାଉଛୁ କିଛି ଟେଷ୍ଟ କରୁଛୁ କଣ ଆମ ମୁହଁରୁ ଭାବୁଛି ଆରେ ବହୁତ ଟେଷ୍ଟ ଗୁଡାକ ବହୁତ କଷ୍ଟଲି ହେଇଗଲାଣି ମେଡିକାଲ ଚେକଅପ୍ କରିବାର ଆଜିକାଲି ବହୁତ କଷ୍ଟଲି ହେଇଗଲାଣି କୌଣସି ଡକ୍ଟରକୁ ଯଦି ବି ଆମେ ଦଉଛୁ ଫିସ୍ ତାର ବହୁତ ହାଇ ରେଟ୍ ବୋଲି ଆମେ କହୁଛୁ ହସ୍ପିଟାଲରେ କୋଉଠି ଯଦି ଆମେ ଦେଖିବା ପାଇଁ ବି ଯଦି ଯାଇଛୁ ପ୍ରାଇଭେଟ ନର୍ସିଂ ହୋମରେ ତ ସେଠି ଏତେ ଟଙ୍କା ଲାଗୁଛି ଆମେ କମ୍ପ୍ଲେନ୍ ଯଦି କରିଛୁ ତାହେଲେ ସେଇଥିପାଇଁ ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ ଆଇ ଏମ୍ ସରି ପ୍ଲିଜ୍ ଫରଗିଭ୍ ମି ଥ୍ୟାଙ୍କ ୟୁ ଆଇ ଲଭ୍ ୟୁ I am sorry. Please forgive me. Thank you. I love you. I am sorry. Please forgive me. Thank you. I love you. Thank you. I love you. धीरे धीरे पूरा शांत हो जा जो जो जगह मने मने ना कह I am sorry. Please forgive me. Thank you. I love you. मने मने कहो उस सारे धन के लिए धन्यवाद जो मुझे जीवन भर दिया गया है उस सारे धन के लिए धन्यवाद जो मुझे जीवन भर दिया गया है उस सारे धन के लिए धन्यवाद जो मुझे जीवन भर दिया जा रहा है उस सारे धन के लिए धन्यवाद जो मुझे जीवन भर दिया जा रहा है उस सारे धन के लिए धन्यवाद जो मुझे जीवन भर दिया जाएगा उस सारे धन के लिए धन्यवाद जो मुझे जीवन भर दिया जाएगा हाथ को रब करो ହେଲା ରେଣୁ ବୁଝିପାରିଲ କଣଟା ଫରଗିଭନେସ୍ ପ୍ରେୟାର ଏଇଟା ହଉଛି ଫରଗିଭନେସ୍ ପ୍ରେୟାର କିଛି ନାହିଁ ଏଗୁଡାକ ଆମକୁ କଣ୍ଟିନ୍ୟୁ କରିବା ପାଇଁ ପଡେ ହେଲା 40 ଦିନ 3 ମାସ 6 ମାସ ଆମେ ଏମିତି କରୁଛୁ 3 ମାସ କି ମୁଁ କରିଛି ହେଲା ଆଉ ଥରେ 40 ଦିନ ବି ଆମେ କରିଥିଲୁ ନା ରେଣୁ 40 ଦିନ ବି କରିଥିଲା ନା ଆମେ ହଁ କରିଥିଲେ ମନ ଏଇ ସମୟ ମାନେ ଜଏନ୍ କରିବାର ଆଗରୁ ଆମେ 40 ଦିନ ପୁରା କରିଛୁ କଣ୍ଟିନ୍ୟୁ ଖାଲି ଏଇଟା ଆଉ କିଛି ନାହିଁ ସେଥିରେ କାହାର କାହାର ବେନିଫିଟ ହେଇଥିଲା କିଛି କରିଥିଲ ଯୋଉ ମୋର ତ ବହୁତ ଫରଗିଭନେସ୍ ପ୍ରେୟାରରେ ତ ବହୁତ ପ୍ରଫିଟ୍ ହେଇଛି ହଁ ଆମର ରହୁଛି ସବୁବେଳେ ହେଲା ଅଛି ବୋଲି ତ ଆମେ ଆରାମରେ ରହୁଛୁ ଖାଉଛୁ ପିଉଛୁ ପ୍ରୁଫ୍ ଦୁଆ ରୁଲୁ ହଉଛି ହଉଛି ସବୁ ରିଟ୍ରିଟ୍ ଯାଉଛୁ ବୁଲି ଯାଉଛୁ ସବୁ ତ ହଉଛି ହଁ ସବୁ ଲକ୍ଷ୍ମୀ ମାଙ୍କ କୃପାରେ କିନ୍ତୁ ଆମେ ସେଇ ଜାଗାରେ କମ୍ପ୍ଲେନ ବହୁତ କରିଦଉଛୁ ନା ବୁଝିପାରିଲ ଏଇନା କମ୍ପ୍ଲେନ କରିବାର ନାହିଁ ଆଜିଠୁ ଲେଖ ଲକ୍ଷ୍ମୀ ମାଙ୍କ କୃପାରେ ଗିଫ୍ଟ ଆସିଗଲା ୱାସିଂ ମେସିନ୍ ଆସିଗଲା ହେଲା ଆସିଗଲା କଣ ଆସିଲା ୱାସିଂ ମେସିନ୍ ଆଉ ଖାଲି ୱାସିଂ ମେସିନ୍ ଆସିଛି ଆକ୍ୱାଗାର୍ଡ ଟା ରହିଲା ଆକ୍ୱାଗାର୍ଡ ବି ଆସିବ ମୋର 3 ବର୍ଷ ନୂଆ ଘରକୁ ଏଇ ଘରକୁ ଆସିକି ଏସି ଆସିକି ହେଇପାରୁନଥିଲା ଏ ବର୍ଷ ହଠାତ୍ ଆସିଗଲା ଛୁଟି ନେଇକି ନା ଆଜି ହିଁ ମତେ କାମ କରୁ ମାନେ ଗୋଟେ ଥିଲା ଏ ରାଉରକେଲାରେ ତ ବହୁତ ଗରମ
ଆଉ फिर कंप्लेन ନାଇଁ ନାଇଁ फिर कंप्लेन भूली जाए ना कहिया ପାଇଁ ମାନେ ଆମକୁ ପ୍ରତ୍ୟେକ ସ୍ଟେପ ରେ ଯଦି କହି ଦଉଛେ ସାଙ୍ଗେ ସାଙ୍ଗ ଆଜି ମୌସମ ବହୁତ ବଢିଆ କହିଦେ ଦସ୍ତର ଆଜି ବହୁତ ବଢିଆ ଥଣ୍ଡା ତାପରେ ମୌସମ ବହୁତ ବଢିଆ ସୂର୍ଯ୍ୟ ଦେବନାଥ ଆଜି ବଢିଆରେ ଅଛୁ ଆଉ ସେଥିପାଇଁ କେତେ କୀଟାଣୁ ମରୁଛି ଖରାରେ ଗରମ ଅଛି ବୋଲି ତ ସବୁ ରୋଗ ଯେତେ ଆମେ ମାନେ ବହୁତ ସାରା ମାନେ କଣ କହନ୍ତି ଭାଇରସ ରୁ ବି ଆମେ ବଞ୍ଚୁଛୁ ନା ଖରା ହଉଛି ବୋଲି ନା ଆମେ ସବୁ ଷ୍ଟୋରେଜ କରିପାରୁଛୁ କାଲି ଲେଖିବା ଗଛ ଡାଳ ଏଗୁଡାକ ଉପରେ ଟିକେ ଦେଖିବା ଆଉ ଏ ଗରମ ଦିନ ପାଇଁ ଲେଖିବା ଗରମ ଦିନେ କଣ କଣ ସୁବିଧା ଆମର ଥାଏ ସମର ସିଜନରେ ଡାଲି ଶୁଖେଇ ପାରୁ ସବୁ ଆଚାର ବନେଇ ପାରୁ ଷ୍ଟୋରେଜ କରିପାରୁ ସବୁ ଜିନିଷ କପଡା ଫପଡା ଶୁଖେଇନା ରଖିପାରୁ କ୍ଷେତ ଏଇନା ହଳ ହୁଏ ଏଇ ସମୟରେ ଚାଷ ଷ୍ଟାର୍ଟ କରନ୍ତି ନା ଚାଷୀ ମାନେ ଫାର୍ମର ମାନେ ଏଇ ସମୟରେ ତ ଷ୍ଟାର୍ଟ ହୁଏ ଅକ୍ଷୟ ତୃତୀୟା ଦିନଠୁ ଷ୍ଟାର୍ଟ ହୁଏ ନା ହଳ ତାପରେ ରଥ ବନେଇବା ପାଇଁ ବି କାଠ ଫାଟ କଟା ହେଇକିନା ଶୁଖେଇକିନା ପୁଣି ରଥ ବନେଇବା ଷ୍ଟାର୍ଟ ହୁଏ ଅକ୍ଷୟ ତୃତୀୟାଠୁ ସବୁ ଷ୍ଟାର୍ଟ ହୁଏ ଆକ୍ଚୁଆଲି ହେଲା ସବୁ ଏଇ ସମର ସିଜନ ପାଇଁ ଆମେ କି ହୁଁ ମୁଁ କହିଲି 11ଟା ହେଇଗଲା ଡ୍ରିମ୍ ଲେଖିଦବା ଦେଇକି ଛୁଟି କରିଦବା ଆଉ ହଁ ରୁନ ଟିକେ ଡ୍ରିମ୍ ଟା ଟିକେ ମନେ ପଡୁଛି ଚାଲ ଯେ ଲେଖୁଛ ନହେଲେ ପାଣିରେ ବି କହ ଯେମିତି ହେଲା ଆମେ ଲେଖି ଲେଖି ସକାଳୁ ଥକି ଯାଉଛୁ ପାଣିରେ ହାତ ମୁଁ ଏଇନା କ୍ଲାସ ଟା ସରେ ପୁରା ପଜିଟିଭ ଥାଏ ଲେଖିଦିଏ ହଁ ଚାଲ ତୁ ଆଉ ଝରଣା ଲେଖ ଝରଣା ଘରକୁ ଆସିଗଲାଣି ବୋଧେ ନା ହଁ ହଉ 3-4 ଦିନ ଯାଉ ତାପରେ ତୁମକୁ ଉଠେଇବା ରେଷ୍ଟ ନିଅ ଟିକେ ନିଜ ଡ୍ରିମ୍ କୁ କହିଦିଅ ନାଇଁ କାଲି ଉଠିବି ନାଇଁ କାଲି ଉଠିବି କ୍ଲାସ ଆଜି ବଢିଆ ଲାଗିଲା ସମସ୍ତେ ମିନତି ତାପରେ ତୁଳସୀ ଲିଲି ସବୁ ଥିଲେ ନା ବେଶୀ ଜଣ ଥିଲେ ଏନର୍ଜି ବି ଆସେ ଆମେ ଆଜି 5-6 ଜଣ ଥିଲୁ ଚାଲ